କେଉଁ ବ୍ୟକ୍ତି ଅନନ୍ତ ମୃତ୍ୟୁର ସମ୍ମୁଖୀନ ହୁଏ? ଗୋଟିଏ ଅବିଶ୍ୱାସୀ ଯେଉଁ ବ୍ୟକ୍ତି ଧରାପୃଷ୍ଠରେ ଥିବା ସମୟରେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କଲେ ନାହିଁ, ଅର୍ଥାତ୍ ସୁସମାଚାରରେ ବିଶ୍ୱାସ କଲେ ନାହିଁ, ସେହି ବ୍ୟକ୍ତି ଅନନ୍ତ ମୃତ୍ୟୁର ସମ୍ମୁଖୀନ ହେବେ, ଦ୍ୱିତୀୟ ମୃତ୍ୟୁର ସମ୍ମୁଖୀନ ହେବେ, ଅଗ୍ନିମୟ ହ୍ରଦକୁ ସଦାସର୍ବଦା ନିମନ୍ତେ ଚାଲିଯିବେ। କାରଣ ସେହି ବ୍ୟକ୍ତି ସୁସମାଚାରରେ ବିଶ୍ୱାସ କଲେ ନାହିଁ। ତେଣୁ ସେ ନିଶ୍ଚିତ ଭାବରେ ଅଗ୍ନିମୟ ହ୍ରଦରେ ସଦାସର୍ବଦା ନିମନ୍ତେ କଲବଲ ହେବ ଏବଂ ତାହାର ଯନ୍ତ୍ରଣାକୁ ସେ ଅନୁଭବ କରିବ। କିନ୍ତୁ ସେହି ବ୍ୟକ୍ତିଙ୍କ ନିମନ୍ତେ ଗୋଟିଏ ଶୁଭ ସମ୍ବାଦ ମୁଁ ଆଣିଅଛି। ଯେ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ସୁଦ୍ଧା ସୁସମାଚାରରେ ବିଶ୍ୱାସ କରିନାହାନ୍ତି ଏବଂ ଅନନ୍ତ ମୃତ୍ୟୁର ଦ୍ୱିତୀୟ ମୃତ୍ୟୁର ଅଗ୍ନିମୟ ହ୍ରଦର ସମ୍ମୁଖୀନ ହେଉଅଛନ୍ତି, ଅର୍ଥାତ୍ ତାହାର ଅଗ୍ରବର୍ତ୍ତୀ, the one who is heading towards eternal hell. I have a good news for him. ମୋ ପାଖରେ ଗୋଟିଏ ଉତ୍ତମ ସମାଚାର ଅଛି। ସୁସମାଚାର କ'ଣ? ସୁସମାଚାର ଅର୍ଥ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ପରି ପାପୀମାନଙ୍କ ବଦଳରେ କ୍ରୁଶ ଉପରେ ନିଜର ଜୀବନ ଦେଲେ, ବଳୀକୃତ ହେଲେ। ଯଦିଓ ସେ ନିଷ୍ପାପୀ ନିଷ୍କଳଙ୍କ ନିର୍ଦାଗ ବ୍ୟକ୍ତି ଥିଲେ, ତଥାପି ସେ ଆମ୍ଭମାନଙ୍କ ବଦଳରେ ସେ ନିଜେ ମୃତ୍ୟୁବରଣ କଲେ। ଯେଉଁ ଜାଗାରେ ଆମ୍ଭେମାନେ ମୃତ୍ୟୁବରଣ କରିବାର ଥିଲା, କାରଣ ଆମ୍ଭେମାନେ ପାପ କରିଥିଲୁ ଏବଂ ପାପର ବେତନ ମୃତ୍ୟୁ, ଏବଂ ଆମ୍ଭେମାନେ ସମସ୍ତେ ମୃତ୍ୟୁବରଣ କରିବାର ଥିଲା। କିନ୍ତୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ବଦଳରେ ସେ ମୃତ୍ୟୁବରଣ କଲେ। ଅନେକ ଦୁଃଖ ଯନ୍ତ୍ରଣା ସେ ସହ୍ୟ କଲେ। ସେ କ୍ରୁଶାର୍ପିତ ହେଲେ, ନିଜର ରକ୍ତକୁ ସେ ଦେଲେ, ନିଜର ଜୀବନକୁ ଦେଲେ। କାରଣ ରକ୍ତରେ ଜୀବନ ଅଛି। ଯେତେବେଳେ ରକ୍ତ ଚାଲିଯାଏ, ଗୋଟିଏ ବ୍ୟକ୍ତିଙ୍କର ଜୀବନ ମଧ୍ୟ ଚାଲିଯାଏ। ଯୀଶୁଖ୍ରୀଷ୍ଟଙ୍କର ରକ୍ତ ସମ୍ପୂର୍ଣ୍ଣ ମାତ୍ରାରେ ତା ଶରୀର ଠାରୁ ଚାଲିଯାଇଥିଲା ଏବଂ ସେ ମୃତ୍ୟୁବରଣ କରିଥିଲା ଆମମାନଙ୍କ ପାଇଁ। ଏବଂ ସେ ସମାଧି ପ୍ରାପ୍ତ ହେଲେ ଶାସ୍ତ୍ର ଅନୁସାରେ, ଯାହାକୁ ଆମମାନେ କହିପାରିବା ଦ ଟୋଟାଲିଟି ଅଫ୍ ହିଜ୍ ଡେଥ୍, ତାଙ୍କର ମୃତ୍ୟୁର ସମ୍ପୂର୍ଣ୍ଣତାକୁ ବୁଝାଏ। ଏବଂ ସେ ତୃତୀୟ ଦିବସରେ ପୁନର୍ଥିତ ହେଲେ। ସେ ମୃତ୍ୟୁର ନାହଡ଼କୁ ସେ ଭଗ୍ନ କଲେ ଏବଂ ସେ ଜୀବିତ ହେଲେ, ସେ ଉଠିଲେ। ସେ ଏହାକୁ ସୁସମାଚାର କୁହାଯାଏ। ଏବଂ ଯେଉଁ ବ୍ୟକ୍ତିମାନେ ଆଜି ସୁଦ୍ଧା ସେ ଅନନ୍ତମୟ ମୃତ୍ୟୁ ଆଡ଼କୁ ଯାଉଅଛନ୍ତି, ଯେଉଁମାନେ ତାହାର ସମ୍ମୁଖବର୍ତ୍ତୀ, ଯେଉଁମାନଙ୍କଠାରେ ଆଶା ନାହିଁ, ଯେଉଁମାନଙ୍କଠାରେ ଭରସା ନାହିଁ, ଯେଉଁମାନେ ଆଜି ମରିଗଲେ, ସେମାନେ ସେ ଅନନ୍ତମୟ ଅଗ୍ନିରେ ସେମାନଙ୍କର ଜୀବନ ସଦାସର୍ବଦା ନିମନ୍ତେ ସେମାନେ ବିତାଇବେ।
ଯଦି ସେମାନେ ଆଜି ସୁସମାଚାର ବିଶ୍ୱାସ କରିବେ, ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁରେ ତାହାଙ୍କର ପୁନରୁତ୍ଥାନରେ ବିଶ୍ୱାସ କରିବେ, ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ, ତାହେଲେ ସେ ଅନନ୍ତ ଅଗ୍ନିରୁ, ଅଗ୍ନିମୟ ହ୍ରଦରୁ ସଦାସର୍ବଦା ନିମନ୍ତେ ରକ୍ଷା ପ୍ରାପ୍ତ ହେବେ ଏବଂ ଅନନ୍ତ ଜୀବନର ଅଧିକାରୀ ହେବେ, ଯୀଶୁଖ୍ରୀଷ୍ଟଙ୍କର ସନ୍ତାନ ହେବେ, ସ୍ୱର୍ଗରାଜ୍ୟର ପ୍ରଜା ହେବେ, ମଣ୍ଡଳୀ ରୂପେ ଗଣିତ ହେବେ, ଯୀଶୁଖ୍ରୀଷ୍ଟଙ୍କର ସ୍ତରୀ ରୂପେ ଗଣିତ ହେବେ, ଅନନ୍ତ ଜୀବନ ପାଇବେ ଏବଂ ସଦାସର୍ବଦା ନିମନ୍ତେ ଭରସାର ସହିତ ଏହି ଜଗତରେ ଯୀଶୁଖ୍ରୀଷ୍ଟଙ୍କର ସେବା କରିପାରିବେ। ତେଣୁ ମୁଁ ଆପଣମାନଙ୍କୁ ଏ ସନ୍ଦେଶ ସମୟରେ ପ୍ରଭୁଙ୍କର ବାକ୍ୟ ଦ୍ୱାରା ଏହା କହିବା ପାଇଁ ଚାହେଁ, କି ପ୍ରକାର ଭାବରେ ଜଣେ ପାପୀ ଅବିଶ୍ୱାସୀ ଅନନ୍ତ ମୃତ୍ୟୁରୁ ରକ୍ଷା ପାଇବ। ସୁସମାଚାରରେ ବିଶ୍ୱାସ କରି। ଯଦି ସେ ବିଶ୍ୱାସ କରିବ ନାହିଁ, ତାହେଲେ ସେ ନିଶ୍ଚିତ ଭାବରେ ସେ ଅନନ୍ତ ମୃତ୍ୟୁର ସମ୍ମୁଖୀନ ହେବ, ଦ୍ୱିତୀୟ ମୃତ୍ୟୁର ସମ୍ମୁଖୀନ ହେବ, ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେବ ଏବଂ ସଦାସର୍ବଦା ନିମନ୍ତେ ସେହି ଅଗ୍ନିମୟ ହ୍ରଦରେ ଧନୀ ତୁଲ୍ୟ ଚିଲ୍ଲେଇବ, ପାଟି କରିବ ଗୋଟିଏ ଡ୍ରପ୍ ଅଫ୍ ୱାଟର ପାଇଁ। ଯଦି ଆପଣମାନଙ୍କୁ ପ୍ରଭୁ ଏ ବାକ୍ୟ ଦ୍ୱାରା କଥା କହିଅଛନ୍ତି, ଯଦି ଆପଣମାନେ ଏବେ ପର୍ଯ୍ୟନ୍ତ ସୁଦ୍ଧା ସୁସମାଚାର ବିଶ୍ୱାସ କରିନାହାନ୍ତି, ଆପଣଙ୍କ ଠାରେ ଯଦି ଆଶା ନାହିଁ, ଭରସା ନାହିଁ, ସ୍ୱର୍ଗକୁ ଆପଣ ଯିବେ, ଯଦି ଆଜି ମରିଯିବେ, ତାହେଲେ ସୁସମାଚାର ବିଶ୍ୱାସ କରନ୍ତୁ। ଯଦି ବିଶ୍ୱାସ କରିବେ ନାହିଁ, ଯଦି ମରିଯିବେ, ତାହେଲେ ନିଶ୍ଚିତ ଭାବରେ ଆପଣମାନେ ସେହି ଅଗ୍ନିମୟ ହ୍ରଦର ସମ୍ମୁଖୀନ ହେବେ, ସେହି ମୃତ୍ୟୁର ସମ୍ମୁଖୀନ ହେବେ, ସଦାସର୍ବଦା ସେହି ଅନନ୍ତ ଅଗ୍ନିରେ ଯନ୍ତ୍ରଣା ଅନୁଭବ କରିବେ ଏବଂ ଆପଣମାନେ କେହି ମଧ୍ୟ ରକ୍ଷା କରିପାରିବେ ନାହିଁ। କିନ୍ତୁ ଆଜି ଏହି ମୁହୂର୍ତ୍ତରେ ଆପଣମାନେ ବିଶ୍ୱାସ କରନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଠାରେ, ତାଙ୍କର ମୃତ୍ୟୁରେ, ତାଙ୍କର ପୁନରୁତ୍ଥାନରେ, ତାହେଲେ ଅନନ୍ତ ଜୀବନ ପାଇବେ। ବିଶ୍ୱାସ କରୁଛି ପ୍ରଭୁ ଆପଣମାନଙ୍କୁ ତାଙ୍କର ବାକ୍ୟ ଦ୍ୱାରା କଥା କହିଅଛନ୍ତି। ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।